ବନ୍ଧୁମାନେ ଆଜି ବନେଇବି ମୁଢ଼ି ଘାଣ୍ଟ। କଡ଼େଇ ଗରମ ହେଇଗଲାଣି। ଏବେ ମୁଁ ସୋରିଷ ତେଲ ପକେଇବି। ତେଲ ଗରମ ହେଇଗଲେ ସେଥିରେ ଅଳ୍ପ ହଳଦୀ ଲୁଣ ପକାଇବି। ଏବେ ମାଛ ମୁଣ୍ଡକୁ ଭାଜିବା, ତା ସହିତ ଅଳ୍ପ ଚିଙ୍ଗୁଡ଼ି ଭାଜିଦେଲି। ଏବେ କୁକରରେ ଗୋଟେ କପ୍ ପାଣି ଦେହରେ ଆଳୁ, କଖାରୁ, ବୁଟ ଡାଲି, ଲୁଣ ହଳଦୀ ପକାଇ ସିଝେଇ ଦେବା। ତାପରେ ଗରମ କଡ଼େଇରେ ସୋରିଷ ତେଲ ପକାଇଦେବା। ତେଲ ଗରମ ହେବା ପରେ ଗୋଟା ଗରମ ମସଲା ପକାଇ ଅଳ୍ପ ଭାଜିଦେବା। ଏବେ କଟା ପିଆଜ ପକାଇ ଟିକେ ଭାଜିଦେବା। ଭାଜି ହେଇଗଲା ପରେ ପିଆଜ, ଅଦା ରସୁଣ କଞ୍ଚା ଲଙ୍କା ଛେଚା ପକାଇ ଅଳ୍ପ ପାଣି ଦେଇ ଟିକେ କଷିଦେବା। ତାପରେ ଟମାଟୋ ପକାଇ ଗୁଣ୍ଡ ମସଲା ପକାଇ ଭଲ ଭାବରେ ତାକୁ କଷିଦେବା। ମସଲା ଭଲ ଭାବରେ କଷି ହେଇଗଲାଣି। ଏବେ ସେଥିରେ ମାଛ ମୁଣ୍ଡ ଆଉ ଚିଙ୍ଗୁଡ଼ି ଭଜା ପକାଇ କିଛି ସମୟ କଷିବା। ଏବେ ସେଥିରେ ସିଝା ହେଇଥିବା ପରିବା ଆଉ ଡାଲିକୁ ପକାଇ ଭଲ ଭାବରେ ଗୋଳେଇ କିଛି ସମୟ ପାଇଁ ଢାଙ୍କୁଣୀ ଦେଇ ଫୁଟିବାକୁ ଛାଡ଼ିଦେବା। ବନ୍ଧୁମାନେ ଏହିପରି ମୁଢ଼ି ଘାଣ୍ଟ ବନେଇ ଖାଇବେ। କେମିତି ଲାଗିଲା ମୋତେ କମେଣ୍ଟ ନିଶ୍ଚୟ କରି ଜଣାଇବେ।